ଓଡ଼ିଶା ନିଯୁକ୍ତିରେ ସମସ୍ତଙ୍କୁ ସ୍ୱାଗତ। ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଜାଣି ରଖନ୍ତୁ ଜିନ୍ଦଲ ଷ୍ଟିଲ୍ ପାୱାର ରିକ୍ରୁଟମେଣ୍ଟ 2025 ଆସିଯାଇଛି। ଅର୍ଗାନାଇଜେସନ ନାମ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ ରହିଛି। ଟାଇପ୍ ଅଫ୍ ଜବ୍ ପର୍ମାନେଣ୍ଟ ରହିଛି। କ୍ୟାଟେଗୋରୀ କମ୍ପାନୀ ଜବ୍ ରହିଛି। ଟୋଟାଲ ପୋଷ୍ଟ ଭାରିୟସ୍ ପୋଷ୍ଟ ରହିଛି। ଆପ୍ଲିକେସନ ମୋଡ୍ ଅନଲାଇନ୍ ରହିଛି। ଏହା ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ଷ୍ଟାର୍ଟିଂ ଡେଟ୍ ଅଲରେଡି ଷ୍ଟାର୍ଟ ହେଇସାରିଛି। ଜେଣ୍ଡରରେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ରହିଛି। ଏଜୁକେସନ କ୍ୱାଲିଫିକେସନ ଦେଖିବାକୁ ଗଲେ 10th ରହିଛି, +2 ରହିଛି, ଡିପ୍ଲୋମା ରହିଛି, ITI ରହିଛି, ଗ୍ରାଜୁଏସନ ରହିଛି ଏବଂ PG ରହିଛି। ପୋଷ୍ଟ ନେମ୍ ଦେଖିବାକୁ ଗଲେ ଆସିଷ୍ଟାଣ୍ଟ ରହିଛି, ଏରିଆ ସେଲ୍ସ ଅଫିସର ରହିଛି, HR ରିକ୍ରୁଟର ରହିଛି, ସେକ୍ସନ ହେଡ୍ ରହିଛି, ଫାଇନାନ୍ସିଆଲ କଣ୍ଟ୍ରୋଲର ରହିଛି, ଆସିଷ୍ଟାଣ୍ଟ ମ୍ୟାନେଜର ରହିଛି, ସିନିୟର ରେଜିଷ୍ଟର TSK ରହିଛି, ମ୍ୟାନେଜର F&I ରହିଛି, ଟେକ୍ନୋଲୋଜିଷ୍ଟ ମେକାନିକାଲ ରହିଛି, ଏରିଆ ମ୍ୟାନେଜର D&E ରହିଛି, ରିସର୍ଚ୍ଚର ରହିଛି, ହେଡ୍ ବାୟୋ ଡାଇଭର୍ସିଟି ଆଣ୍ଡ ଅଦର ରହିଛି। ଏଜ୍ ଲିମିଟ୍ ଦେଖିବାକୁ ଗଲେ ମିନିମମ୍ ଏଜ୍ 18 ବର୍ଷ ରହିଛି, ମ୍ୟାକ୍ସିମମ୍ ଏଜ୍ 40 ବର୍ଷ ରହିଛି। ଏଜ୍ ରିଲାକ୍ସେସନ ଦେଖିବାକୁ ଗଲେ OBC ଷ୍ଟୁଡେଣ୍ଟ ମାନଙ୍କର 3 ବର୍ଷ ରହିଛି, ST SC PWD ମାନଙ୍କର 5 ବର୍ଷ ରହିଛି, ଏକ୍ସ ସର୍ଭିସମ୍ୟାନ ମାନଙ୍କର 5 ବର୍ଷ ରହିଛି, PWD ପ୍ଲସ୍ SC/ST ମାନଙ୍କର 15 ବର୍ଷ ରହିଛି। ସାଲାରୀ ଦେଖିବାକୁ ଗଲେ ଏଜ୍ ପର୍ ରୁଲ୍ସ ରହିଛି। ସିଲେକ୍ସନ ପ୍ରୋସେସ୍ ଦେଖିବାକୁ ଗଲେ ଇଣ୍ଟରଭ୍ୟୁ ରହିଛି ଏବଂ ଡକୁମେଣ୍ଟ ଭେରିଫିକେସନ ରହିଛି। ଆପ୍ଲିକେସନ ଫି ଦେଖିବାକୁ ଗଲେ ଜେନେରାଲ ମାନଙ୍କର ଫ୍ରି ରହିଛି, EWS ମାନଙ୍କର ଫ୍ରି ରହିଛି, OBC ମାନଙ୍କର ଫ୍ରି ରହିଛି, ଫିମେଲ ମାନଙ୍କର ଫ୍ରି ରହିଛି, SC/ST ମାନଙ୍କର ମଧ୍ୟ ଫ୍ରି ରହିଛି। ଡକୁମେଣ୍ଟ ଦେଖିବାକୁ ଗଲେ ସମସ୍ତ କ୍ୱାଲିଫିକେସନ ସାର୍ଟିଫିକେଟ ରହିଛି। ତା ସହିତ କଲର ପାସପୋର୍ଟ ସାଇଜ ଫଟୋ ରହିଛି, କାଷ୍ଟ ସାର୍ଟିଫିକେଟ ରହିଛି, EPNI ଏକ୍ସପିରିଏନ୍ସ ସାର୍ଟିଫିକେଟ ରହିଛି। ଆପ୍ଲାଏ ଷ୍ଟାର୍ଟ ଡେଟ୍ ଅଲରେଡି ଷ୍ଟାର୍ଟ ହେଇସାରିଛି। ଆପ୍ଲାଏ ଲାଷ୍ଟ ଡେଟ୍ ୱିଦିନ୍ 30 ଦିନ ଭିତରେ।